ଆଜି 57 ବର୍ଷ ବାର୍ଷିକ ଯଜ୍ଞର ଉତ୍ସବ ସମାପନ ହୋଇଛନ୍ତି। ଶ୍ରୀ ଗୁରୁଦେବ ପ୍ରାର୍ଥନାରେ ଦେଶ ବିଶ୍ୱ ବାୟୁ ବରୁଣ ବନସ୍ପତି ଅନ୍ତରିକ୍ଷ ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି। ଏମିତି ଏକ ପ୍ରାର୍ଥନା କରିବାରେ କଣ ରହସ୍ୟ ରହିଛି, କାହିଁକି ଆବଶ୍ୟକ ପଡ଼ିଲା ବାୟୁ ବରୁଣ ଅନ୍ତରିକ୍ଷ ଏବଂ ବନସ୍ପତି ମାନଙ୍କୁ ପ୍ରତ୍ୟେକ ଦିନ ସକାଳ ସଞ୍ଜରେ ପ୍ରାର୍ଥନା କରାଯାଉଛି। ଭଗବାନ କହିଲେ ଗୋଟେ ଶୂନ୍ୟ ବା ମହାଶୂନ୍ୟକୁ ଆମେ ଭଗବାନଙ୍କର ଧାମ ବୋଲି ଆମେ ଚିନ୍ତନ କରିବା। ସେଇ ଧାମର ନାମ ହେଉଛି ବୈକୁଣ୍ଠ, ସେଇ ହେଉଛନ୍ତି କୈଳାସ, ସେଇ ନୈମିଷ୍ୟା, ସେ ସବୁ ସେଇ ଗୋଟିଏ କଥା। କିନ୍ତୁ ଏ ଯେଉଁ ସଂସାରଟି ଚାଲିଛି, ଆମେ ସମସ୍ତେ କହୁଛୁ ଭଗବାନ ଏ ସଂସାରକୁ ଚଲଉଛନ୍ତି ବା ଉତ୍ପତ୍ତି କରିଛନ୍ତି, ତାଙ୍କୁ ଚଳଉଛନ୍ତି, ପୁଣି ଶେଷରେ ପ୍ରଳୟ ବି କରିବେ। ଗୋଟିଏ ପ୍ରଳୟ ପରେ ଆଉ ଗୋଟେ ନୂଆ ଯୁଗ ପୁଣି ସୃଷ୍ଟି ହେବ। ତେଣୁ ଏ କଥାକୁ ଆମେ ପର୍ଯ୍ୟାଲୋଚନା କଲେ ଏହାର ତାତ୍ତ୍ୱିକ ଅର୍ଥ ଯାହା ବାହାରିଲେ ବି ସେ କଥାର କିଛି ଅଂଶ ଅମୀମାଂସିତ ହେଇ ରହିବ। କିନ୍ତୁ ଭଗବାନଙ୍କର ପ୍ରକୃତ ସ୍ୱରୂପ ହେଉଛି ବାୟୁ, ଅଗ୍ନି, ସୂର୍ଯ୍ୟ ଯାହା ଅଗ୍ନି ବି ସେଇଆ, ସମୁଦ୍ର, ପୃଥିବୀ ଆଉ ଆକାଶ। ଏତିକି ହେଉଛି ଭଗବାନଙ୍କର ସାମର୍ଥ୍ୟ। ଯେମିତି ଗୋଟେ ମଣିଷର ଗୋଟେ ହାତ, ଗୋଟେ ଗୋଡ଼, ଆଖି, ଇଏ ଯେମିତି ସବୁ ସୁସଜ୍ଜିତ ହେଇକି ରହିଛି, ଠିକ୍ ସେଇଭଳି ଭଗବାନଙ୍କର ଯେଉଁ ସ୍ୱରୂପ ଆମେ ଯେମିତି କହୁଛୁ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛନ୍ତି, କିଏ କହୁଛି ସେ ବଂଶୀ ବଜଉଥିଲେ, କିଏ କହୁଛନ୍ତି ସେ ଧନୁ ଧରିଥିଲେ। ଇଏ କଥା ଆମ ଶାସ୍ତ୍ର କହୁଛି, ଆମେ ତାକୁ ଯଥେଷ୍ଟ ସମ୍ମାନ ବି ଦଉଛୁ। ସେଥିପ୍ରତି ଆମର କିଛି ଆଲୋଚନା କି ସମାଲୋଚନା କରିବାର ନାହିଁ। ଯାହା ସମସ୍ତେ ଜାଣିଛନ୍ତି, ଆମେ ତାକୁ ଖଣ୍ଡନ କଲେ କ'ଣ ସେ ଖଣ୍ଡନ ହେବ ନା ମଣ୍ଡନ କଲେ ମଣ୍ଡନ ହେବ? ତେଣୁ ଏଇ ହେଉଛନ୍ତି ଭଗବାନଙ୍କର ଅବୟବ। ସୂର୍ଯ୍ୟ ଚନ୍ଦ୍ର ହେଉଛନ୍ତି ସେଇ ବିରାଟ ପୁରୁଷଙ୍କର ଦୁଇଟି ଆଖି, ଏବଂ ସେଇଭଳି ତାଙ୍କର ଦୁଇଟି ପାଦ, ସେ ହେଉଛି ସ୍ୱର୍ଗ ଏବଂ ମର୍ତ୍ତ୍ୟ। କେହି କହନ୍ତି ପାତାଳ। ତାହେଲେ ଆମେ ଜାଣିବା ଯେ ଭଗବାନଙ୍କର ତିନୋଟି ପାଦ, ଯାହାକୁ ବାମନ ଅବତାରରେ ଭଗବାନ ତାକୁ ଭକ୍ତକୁ ଦେଖେଇଥିଲେ। ଇଏ ହେଉଛନ୍ତି ତିନି ପାଦ। ସେମିତି ତାଙ୍କର ସବୁ ଏଇ ଯେଉଁ ପଞ୍ଚ ମହାଭୂତ, ଇଏ ହେଉଛନ୍ତି ସେଇ ବିଶ୍ୱ ବିରାଟ ମୂର୍ତ୍ତି ବା ଭଗବାନଙ୍କର ଏକ ଅବୟବ। ସବୁକୁ ମିଶେଇ ଦେଲେ ସେଇ ଗୋଟିକ ହବ ଭଗବାନ। ଆଉ ସବୁକୁ ଯଦି ଆମେ କାଟିଦେବା, ସେଟା ଚଳନ୍ତି ଭଗବାନ ହେଇପାରିବେ। ତେଣୁ ପୃଥିବୀ ହେଉଛି ସେଇ ଧାମ, ଯେଉଁ ଧାମରେ ଏ ସବୁଯାକ କଥା ମିଳେ। ଏଇଠି ସୂର୍ଯ୍ୟ ଦେଖାଯାଆନ୍ତି, ଚନ୍ଦ୍ର ଦେଖାଯାଆନ୍ତି, ନକ୍ଷତ୍ର ଦେଖାଯାଆନ୍ତି, ପବନ ଏଇଠି ବହେ, ସମୁଦ୍ର ଏଇଠି ବହେ। ଇଏ ପୃଥିବୀକୁ ଛାଡ଼ିଲେ ଆଉ କୋଉ ଗ୍ରହରେ ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି? ଥାଇପାରନ୍ତି। ଜ୍ୟୋତିଷ୍କ ମାନେ କୋଟି କୋଟି ନକ୍ଷତ୍ର ମାନଙ୍କ ଭିତରେ
ସେ ବି ସୂର୍ଯ୍ୟ ଭଳି ନକ୍ଷତ୍ର ବି ଥାଇପାରନ୍ତି, କିନ୍ତୁ ପ୍ରକୃତରେ କ୍ରିୟାଶୀଳ ହେଉଛି ଲୀଳାକ୍ଷେତ୍ର ହେଉଛି ପୃଥିବୀ। ତେଣୁ ଏଇଗୁଡ଼ିକ ଯେତେବେଳେ ବିଶୃଙ୍ଖଳିତ ହେଇଯାଏ ବା ପରସ୍ପର ଭିତରେ ସମ୍ବନ୍ଧ ସୃଷ୍ଟି ହୁଏ ନା, ସେଇଥିପାଇଁ ସୃଷ୍ଟିରେ ନାନାଦି ବିଲକ୍ଷଣ ଦେଖାଯାଏ। ମଣିଷ ମଣିଷକୁ ମାନିବନି, ବାପ ପୁଅକୁ ମାନିବନି, ଭାଇ ଭାଇକି ମାନିବନି, କେହି ତ କାହାକୁ ମାନିବେନି। ଆଉ ତେଣୁ ସେଇ ଗ୍ଲାନିକୁ ଦୂରୀଭୂତ କରିବା ପାଇଁ ଏଇ ପ୍ରାର୍ଥନା ମାଧ୍ୟମରେ ଆମେ ଯଜ୍ଞ କରୁଛୁ, ପ୍ରାର୍ଥନା ବି କରୁଛୁ, ଚିନ୍ତନ ବି କରୁଛୁ। ଏଇଟା ହେଉଛି ଭଗବାନଙ୍କ ପୂଜା। ପୂଜ୍ୟ ଗୁରୁଦେବଙ୍କ ପାଖରୁ ଆମେ ଟିକେ ଆଶା ରଖୁଛୁ ଏହି କଥାର ଉତ୍ତର ପାଇଁ। ଆଜିର ସମାଜ କେଉଁ ପରିସ୍ଥିତି ସମ୍ପର୍କରେ ଆସି ମାନବିକତାକୁ ହରାଇ ବସୁଛି। ଶାସ୍ତ୍ରୀୟ ସିଦ୍ଧାନ୍ତ, ସାଧୁସନ୍ଥ ମାନଙ୍କର ଦର୍ଶନ, ଗୁରୁଜନ ମାନଙ୍କର ପ୍ରେରଣା କାହିଁକି ମଣିଷ ପାଇଁ ଅଲୋଡା ହୋଇଯାଉଛି? ଏ ବିଷୟରେ ନା, ବାବାଙ୍କର ମତ। କୌଣସି ଯୁଗରେ କୌଣସି ସମୟରେ ସାଧୁସନ୍ଥଙ୍କର ଅମର୍ଯ୍ୟାଦା ହେଇନାହିଁ କି ହବ ନାହିଁ। ଶାସ୍ତ୍ରର ଅମର୍ଯ୍ୟାଦା ହବ ନାହିଁ, ତୀର୍ଥର ଅସମ୍ମାନ ହବ ନାହିଁ। ସବୁ ଯୁଗରେ, ଯୁଗ ବୋଲି ଆମେ କହୁନୁ, ଆମେ କହୁଛୁ ସେ ସତ୍ୟ ତ୍ରେତା ବ୍ୟାପାର କରି, ମୁଁ ସେ କଥା ବି କହୁନି। ସବୁ ସମୟରେ ଏବେ ଯାହା ଘଟୁଛି ସେତେବେଳେ ମଧ୍ୟ ସେଇଆ ଥିଲା। ସାଧୁସନ୍ଥ ମାନେ ଥିଲେ, ତା ଭିତରେ କିଛି ମାୟାବୀ ସନ୍ଥ ଥିଲେ, ଭଲ ଲୋକ ବହୁତ ଥିଲେ। ଏବେ ବି ଏଇ ସମାଜକୁ ଯଦି ମାନେ ଜନଗଣନା କରାଯିବ କି ଗୋଟେ ରିସର୍ଚ୍ଚ କରାଯିବ, ଏବେ ବି ଭଦ୍ର ଲୋକ ବହୁତ, ଅଭଦ୍ରଙ୍କ ସଂଖ୍ୟା କମ୍। ଯୋଉ ଅଭଦ୍ର ବୋଲି ଆମେ ଯାହାଙ୍କୁ କହୁଛୁ, ସେ ଭଦ୍ର କଥା କହନ୍ତି ନାହିଁ କି ଭଦ୍ର ଲୋକ ପାଖରେ ବସନ୍ତି ନାହିଁ, ଭଦ୍ର କଥା ଶୁଣନ୍ତିନି, ତେଣୁ ସେମାନେ ଅଭଦ୍ର ହେଇଯାଆନ୍ତି। ଆଉ ସେ ଅଭଦ୍ରର କେତୋଟି ଦୁର୍ଗୁଣ ଆମ ଭିତରକୁ ଆସିଛି। ସେ ଦୁର୍ଗୁଣଟି ହେଉଛି ଅତ୍ୟାଧୁନିକ ଯୁଗର କଥା ନୁହେଁ, ଯୋଉଟାକ ବିଦେଶ ଫ୍ୟାସନ, ସ୍ୱଦେଶୀ ଫ୍ୟାସନ ବା ଖାଦ୍ୟପେୟ ଚାଲିଚଳନକୁ ଆମେ ତ୍ୟାଗ କରି ବିଦେଶୀ ପୋଷାକ, ବିଦେଶୀ ଖାଦ୍ୟ, ବିଦେଶୀ ସଂସ୍କୃତି, ଇଏ ସବୁ ଆମେ ଆରି ଭିତରେ ମଜିକିରି ରହିଲୁ। ତା ସହିତ ଟିକେ ମିଶିଲା ନିଶା ଆଉ ମାଦକ। ଇଏ କେବଳ ଭାରତ ବର୍ଷର ସମସ୍ୟା ନୁହେଁ, ଏହା ଓଡ଼ିଶାର ସମସ୍ୟା ବି ନୁହଁ। ଆମେ ଏମିତି ଲୋକ କହୁଛୁ, ହେ ଏଇଟା ଗୋଟେ ମଦ୍ୟ ମାଦକ ଲାଇସେନ୍ସ କଲେ, ଆମକୁ କଲେ, ଏମିତି କହୁଛୁ। କିନ୍ତୁ ଏସବୁ କଥା ଆଦୌ ଠିକ ନୁହେଁ। ମଦ୍ୟ କେବେ ବି ପୃଥିବୀରୁ ବନ୍ଦ ହେଇପାରିବନି। ମନେ କରାଯାଉ ଭାରତରେ ଆମେ ମଦ୍ୟ କଟକଣା କରିବା, ଯେଉଁ ଅଭିଜ୍ଞ ପୁରୁଷ ମାନେ କହୁଛନ୍ତି ସେଇମାନେ ଆଉ ଥରେ ଚିନ୍ତା କରନ୍ତୁ, ପୃଥିବୀର ଗୋଟିଏ ଦେଶ ଯଦି ମଦ୍ୟ ମାଦକ ଛାଡ଼ିବ, ଚୋରାରେ ମଦ୍ୟ ମାଦକ ବେଶୀ ବଢ଼ିବ। କାରଣ ତା ପଡ଼ୋଶୀ ଦେଶରୁ ଆସିବ। ମନେ କରାଯାଉ ଭାରତ ବର୍ଷରେ ଓଡ଼ିଶାରେ ଆମେ ବନ୍ଦ କରିବା, ବିହାରରୁ ଆସିବ, ବିହାରରେ ବନ୍ଦ କରିବା, ପଶ୍ଚିମବଙ୍ଗରୁ ଆସିବ। ଏହା ବନ୍ଦ ହବ ନାହିଁ, କିନ୍ତୁ ଏହାର ଯୋଉ ପରିମାଣଟା ଟିକେ ଅଧିକ ହେଇଯାଇଛି, ତାକୁ କଣ୍ଟ୍ରୋଲ କରିବାକୁ ହେଲେ ଏଠି ପ୍ରଶାସନିକ ଅଙ୍କୁଶଟିଏ ଦରକାର।
ଦୋଷୀକୁ ଦଣ୍ଡ ଯିଏ ଯେଉଁ ପ୍ରକାରର ଦୋଷୀ ତାକୁ ଯଦି ସେଇ ପ୍ରକାର ଗୋଟେ ଦଣ୍ଡ ମିଳିବ ତାହେଲେ ସେ ଦୋଷଟା ପରିଷ୍କାର ହବ ବା ଚାଲିଯିବ। ତେଣୁ ଏତିକି ହେଇକି ବର୍ତ୍ତମାନ ଯେ ଖରାପ ହେଇଗଲା ଆଗରୁ ବର୍ତ୍ତମାନେ କୋଉ କଥା ନ ହଉଛି, ଗାଁ ଗାଁରେ ସତ୍ସଙ୍ଗ ହଉଛି, ବିଭିନ୍ନ ଗୁରୁମାନଙ୍କର ସତ୍ସଙ୍ଗ ହଉଛି, ନାମ କୀର୍ତ୍ତନ ହଉଛି, ଯାଗଯଜ୍ଞ ହଉଛି, ଜପ ହଉଛି, ଆଉ ତ ମଠ ମନ୍ଦିର ଏଗୁଡ଼ାକ ସବୁ ଗଢ଼ି ଚାଲିଛି, ସବୁ ଚାଲିଛି, କିନ୍ତୁ ବୁଝାମଣାର ଅଭାବ। ମୁଁ ହନୁମାନଙ୍କୁ ପୂଜା କରୁଛି ମାନେ ମୁଁ ଭାବୁଛି ହନୁମାନ ହିଁ ଏକମାତ୍ର ସୃଷ୍ଟିର କର୍ତ୍ତା, ଆଉ କେହି ନାହାନ୍ତି। ଆମେ ରାମକୁ ଜାଣିବା ପାଇଁ ଚେଷ୍ଟା କରୁ। ଯିଏ ଜଗନ୍ନାଥଙ୍କୁ ପୂଜା କରୁଛି ସେ କହୁଛି ଏଇ ହଉଛନ୍ତି ଏକମାତ୍ର, ଆଉ ତାଙ୍କ ପରେ କେହି। ଏ ପ୍ରକୃତରେ ଆମ ବିଶ୍ୱାସ ଭକ୍ତିରେ ଜଗନ୍ନାଥ ସବୁ କିଛି, ସେ କଥା ଆମେ କାଟୁନୁ। କିନ୍ତୁ ଯିଏ ଯୋଉ ମନ୍ଦିର କରି ଯୋଉ ଦେବତା ମାନଙ୍କୁ ଯୋଉଭଳି ଭାବରେ ପୂଜା କରୁଛନ୍ତି ସେଇଭଳି ଭାବରେ ତା ତତ୍ତ୍ୱ କି ତାର ଦର୍ଶନ କିଛି ନାହିଁ, କିଛି ଜାଣିନାହାନ୍ତି। ଏଇ ଗୋଟିଏ କଥା ମୁଁ କହୁଛି, ଗୋଟେ ସନ୍ତୋଷୀମା ବ୍ରତ ଆଜି ଆଗରୁ ତ ନଥିଲା, ଏବେ ଗୋଟେ ହଉଛି, ଭଲ ହେଲା। ଗୋଟେ ସନ୍ତୋଷୀ ମାଙ୍କର ମନ୍ଦିର ହେଲା, ଲୋକ ଗଲେ, କିନ୍ତୁ ଯିଏ ସେ ସମ୍ବିଧାନକୁ ଲେଖିଛି ସିଏ ଜାଣିନାହିଁ ଦ୍ରବ୍ୟ ଗୁଣ କଣ, ଦହି ଖାଇଲେ କଣ ହୁଏ, ଲେମ୍ବୁ ଖାଇଲେ କଣ ହୁଏ, ତା ଭିତରେ କି ଗୁଣ ଥାଏ। ଗୋଟେ କାଳିକା କରିଦେଇଛନ୍ତି ଶୁକ୍ରବାର, ଆମର ସମସ୍ତଙ୍କର ଗୁରୁବାର, ତାଙ୍କର ଶୁକ୍ରବାରେ ଆକୁ ଖାଇବନି, ତାକୁ ଖାଇବନି, ଏଠିକି ଯିବନି, ସେଠିକି ଯିବନି, ଏଇ ହେଲା କଥା। ଯେମିତି ସନ୍ତୋଷୀ ମାଙ୍କର ଗୋଟେ ପୂଜା ବି, ସନ୍ତୋଷୀ ମାଙ୍କୁ ସେମିତି ଯଦି ଆମେ ପୂଜା କରିବା ତାହେଲେ କଣ ସନ୍ତୋଷୀ ମା ଶୁଣିବେନି ନା କଣ? ଆମେ ଯୋଉ ମନର ମଣିଷ ଆମେ ଦେବୀ ଦେବତା ମାନଙ୍କୁ ମଧ୍ୟ ସେଇଭଳିଆ ଛୋଟ ମନରେ ଭାବୁଛୁ, କିନ୍ତୁ ସେମାନେ ଉଦାରୀ, ଯୁଗେ ଯୁଗେ ସେ ହଉଛନ୍ତି କୃପାମୟ, କିନ୍ତୁ ଯାହାର ମନ ଯେଡ଼େ ପ୍ରଭୁ ତାର ସେଡ଼େ। ଏଇ ସନ୍ତୋଷୀ ମାଙ୍କ ପରେ ବର୍ତ୍ତମାନ ଧର ଗୋଟେ କଣ ଚାଲିଛି, ହଁ ଶନି, ଗୋଟେ ଶନିଙ୍କର ସବୁ ଗୋଟେ ପଥର କି ମୂର୍ତ୍ତି ରଖି ସେଠି ଚାଲିଛି କଣ, ଖାଲି ପାଣି ଢଳା। ଶନିଙ୍କ ସହିତ ପାଣିର କଣ ସମ୍ପର୍କ? ତାକୁ ଗୋଟେ କିଏ କାରିଗର କରିଦେଇଛି, ଶନି ମନ୍ଦିରରେ ଯେତେ ପାଣି ଢାଳିବ। ଯେଉଁମାନେ ଢାଳୁଛନ୍ତି ସେମାନେ ଶିକ୍ଷିତ, ଅଶିକ୍ଷିତ ଅଛନ୍ତି, ସେମାନେ ମଧ୍ୟ ଜାଣିଛନ୍ତି ପୃଥିବୀରେ ବର୍ତ୍ତମାନ ସବୁଠାରୁ ବେଶୀ ଆବଶ୍ୟକ ହେଉଛି ଜଳ। ପାନୀୟ ଜଳ ମିଳୁନି, ନଳକୂପ ବସେଇଲେ ସେଥିରେ ବି ପାଣି ଝରୁନି। ଏତେ କଥା ଜାଣିଥିବା ଲୋକ ସେଇମାନେ ମାନେ କେତେ ଢାଳନ୍ତି ମୁଁ କହିପାରିବିନି, କିନ୍ତୁ 100 ଗରା ବି ଢାଳି ଦେଇପାରିବେ। ଏଗୁଡ଼ିକ ସବୁ ହଉଛି ଅନ୍ଧବିଶ୍ୱାସ। ଶନିଙ୍କୁ ପୂଜା କର, ଶନିଙ୍କର ତତ୍ଵକୁ ବୁଝ। ଶନି ହଉଛନ୍ତି ବିଦ୍ୱାନ ଗ୍ରହ, ତାକୁ ଆମେ କିଛି କାଟୁନୁ। ପାଣି ଢଳା ସହିତ ତାର କଣ ସମ୍ପର୍କ ଅଛି? ଜଗନ୍ନାଥ ଯଦି ଗୋଟିଏ ଫୁଲରେ ସନ୍ତୁଷ୍ଟ ହଉଛନ୍ତି, ଶନିଙ୍କର ଏତେ ପାଣି କଣ ଦରକାର ହଉଛି? କଣ ଗାଧଉଛନ୍ତି ନା ପାଣି ପିଉଛନ୍ତି? ଏଇଭଳିଆ କେତେକ ଦୁଷ୍କର୍ମ ସବୁ, ନୀତିଟା ଅନେକ ଜାଗାରେ ଭାବ ପ୍ରବଣତାରେ ଅନୀତି ହେଇଯାଇଛି। ଆଉ ଗୋଟେ କଥା ଆମର ଭାଗବତରେ ଅଛନ୍ତି, ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି। ଏଇ ଯୋଉ ତତ୍ତ୍ୱକୁ, ତତ୍ତ୍ୱ ଶବ୍ଦରେ କଣ ବାବା କଣ ସଂଜ୍ଞା କରିବେ? ତତ୍ତ୍ୱ କହିଲେ ସାରାଂଶ, ତତ୍ତ୍ୱ କହିଲେ ଜିଷ୍ଟ,
ସବୁ କଥାର ସାରାଂଶ, ସବୁ କଥାର ସାରାଂଶ ଆମେ କହିବା ଆମେ ଶିବ ମନ୍ଦିରକୁ ଯାଉଛୁ, ଶିବ ମନ୍ଦିର ଠିକ, ଶୈବ ଦର୍ଶନ ମଧ୍ୟ ଠିକ, କିଛି ଭୁଲ ନାହିଁ। କିନ୍ତୁ ଗୋଟେ ଜଙ୍ଗଲ କାଟି 50ଟା ଗଛ କାଟିକିରି ଆମେ ଶିବଙ୍କ ମନ୍ଦିର କରିବୁ, ଏଠି କୋଉ ବରଟା ମିଳିବ? ଏଇ ଭାରତ ବର୍ଷରେ ଅନେକ ତୀର୍ଥ ନଦୀ ଅଛନ୍ତି, ମୁର୍ଦାର ମଣିଷ ମରିବ, ସେ ମୁର୍ଦାରକୁ ପାଣିରେ ଭସେଇ ଦେବେ। ସେ ପୁଣି ଶିକ୍ଷିତ ଲୋକ ହେଇଥିବ, ଖାଲି ମୂର୍ଖ ଲୋକ କାହିଁକି ଫସଉଛ? ତାମାନେ ଆମ ପିତୃପିତା ମାନଙ୍କୁ ବଞ୍ଚିଥିଲା ବେଳେ ଆମେ ଆଦର କରୁନା, ତାଙ୍କ ମୁର୍ଦାରକୁ ନେଇ ଫୋପାଡ଼ି ଦେଲେ ଗଙ୍ଗା ନଦୀରେ ତମେ ସେ ଉଦ୍ଧାର ହେଇଯିବେ। ତେଣୁ ଏଇ ସବୁ ଭଳିଆ ଅନ୍ଧବିଶ୍ୱାସ ଆମ ସମାଜରେ, ତେଣୁ ନିର୍ଯାସକୁ ନ ବୁଝିବା, ଦର୍ଶନକୁ ନ ବୁଝିବା, ତତ୍ଵକୁ ନ ବୁଝିବା, ଏଇ ହଉଛି ସବୁଠାରୁ ଦୁଃଖର କାରଣ। ଏଇ ତତ୍ଵକୁ ଜାଣିବା ପାଇଁ କେଉଁମାନେ ସହାୟକ ହୋଇପାରିବେ? ସେଇମାନେ କେବଳ ଶାସ୍ତ୍ର ତ ବହୁ ପୂର୍ବରୁ ଲେଖା ହେଇକି ରହିଛି। ତେଣୁ ପ୍ରଥମେ ଆମେ ଶାସ୍ତ୍ର, ତାପରେ ଆମର ଯେଉଁମାନେ ପଣ୍ଡିତ, ସେ ସାଧୁ ହୁଅନ୍ତୁ, ବ୍ରାହ୍ମଣ ହୁଅନ୍ତୁ, କରଣ ହୁଅନ୍ତୁ, କି ଯିଏ ହୁଅନ୍ତୁ, ଯେଉଁମାନେ ପଣ୍ଡିତ, ଯେଉଁମାନେ ଶାସ୍ତ୍ରକୁ ଅଧ୍ୟୟନ କରି ତାକୁ ଠିକ ଭାବରେ ବ୍ୟବହାର କରୁଛନ୍ତି, ସେଇମାନଙ୍କୁ ପଚାରିଲେ ସେଇମାନେ ତାର ଉତ୍ତର ଦେବେ। ଆଉ ଉତ୍ତର ସମସ୍ତଙ୍କ ପାଖରେ ଅଛି, କିନ୍ତୁ କାର୍ଯ୍ୟକାରୀ କିଛି। ଏ ସୁନ୍ଦର କଥା ଗୁଡ଼ିକ ଆମେ ସାଉଁଟି ପାରିଥିବାରୁ ଆମେ ପୂଜ୍ୟ ଗୁରୁଦେବଙ୍କ ନିକଟରେ ଆମର କୃତଜ୍ଞତା ଜଣାଉଛୁ। ଏବଂ ଆମକୁ ଯଦି ପୁଣି କେବେ ଏମିତି ଆଶୀର୍ବାଦ ମିଳେ, ତାହେଲେ ଆମେ ଏହି ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ପାଖରେ ଅମୃତ କଥା ଗାଥାକୁ ପହଞ୍ଚେଇ ପାରିବୁ। ଜୟ ଶ୍ରୀ ଗୁରୁଦେବ।